ବର୍ତ୍ତମାନର ବଡ଼ ଖବର ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଯାଇଛି। ପୁସ୍ତକ ବିଭ୍ରାଟ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଜିଲ୍ଲା କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ଜିଲ୍ଲା କଂଗ୍ରେସର ଆହ୍ୱାନ କ୍ରମେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଚଳିତ ଶିକ୍ଷାବର୍ଷର ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ରହିଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି। ଆନ୍ଦୋଳନକାରୀଙ୍କ କହିବା ଅନୁସାରେ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏହି ପ୍ରସଙ୍ଗରେ ସେମାନେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ବନ୍ଦ ପାଳନ ସମୟରେ ଡାବୁଗାଁରେ ରାସ୍ତାରୋକ କରାଯାଇଥିଲା। ଫଳରେ ବହୁ ଗାଡ଼ି ମୋଟର ରାସ୍ତାରେ ଅଟକି ରହିଥିଲା ଏବଂ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଏଥିଯୋଗୁଁ ସାଧାରଣ ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ବନ୍ଦ ପାଳନରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ, ଜୋନ୍ 1 ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ୍ 2 ସଭାପତି ବଂଶୀଧର ମାଝୀ, ବୋରିଗାଁ ସରପଞ୍ଚ ସୁକ୍ରୁ ଭତ୍ରା, ଚୈତୁ କଲାର, ଶିଶିଧର ମାଝୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ପରିସ୍ଥିତିକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଡାବୁଗାଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ସମଗ୍ର ଅଞ୍ଚଳରେ ପୋଲିସ ସଜାଗ ରହିଥିବା ଦେଖିବାକୁ ମିଳିଥିଲା। ନବରଙ୍ଗପୁରରୁ ପ୍ରିୟଦର୍ଶିନୀ ପାତ୍ରଙ୍କ ରିପୋର୍ଟ, KWMN ନ୍ୟୁଜ୍।